ବହୁଦିନ ତଳର କଥା। ଏକ ଜଙ୍ଗଲରେ ବହୁତ ପଶୁପକ୍ଷୀ ରହୁଥିଲେ। ସେ ମଧ୍ୟରୁ ମାଣିକ ଛେଳି ରହୁଥିଲା। ମାଣିକ ଛେଳି ଏବଂ ତାର 4 ଛୁଆଙ୍କୁ ନେଇ ସଂସାର ଥିଲା। ପ୍ରତ୍ୟେକ ଦିନ ବଣ ଜଙ୍ଗଲର ଘାସ ଓ ପତ୍ର ସେ ତା ଛୁଆଙ୍କ ସହ ବୁଲି ବୁଲି ଖାଉଥିଲା। ଜଙ୍ଗଲରେ କେହି ହିଂସ୍ର ପଶୁ ନଥିବାରୁ ପ୍ରତ୍ୟେକ ଦିନ ଅଚିନ୍ତାରେ ମାଣିକ ଛେଳି ଓ ତାର 4 ଛୁଆ ଚରୁଥିଲେ। ମାଣିକ ଛେଳିର 4 ଛୁଆ ମଧ୍ୟରୁ ଗୋରି ବହୁତ ଚାଲାକ ଥିଲା। ମାଣିକ ଛେଳି ଓ ତାର 4 ଛୁଆମାନଙ୍କର ପେଟ ପୂରିଗଲେ ସେମାନେ ରହୁଥିବା ଗୁମ୍ଫାକୁ ଫେରି ଆସନ୍ତି। ରାତ୍ରିରେ ସେହି ଗୁମ୍ଫାରେ ବିଶ୍ରାମ କରନ୍ତି ଏବଂ ପରଦିନ ସକାଳେ ପୁଣି ଜଙ୍ଗଲକୁ ଖାଦ୍ୟ ଅନ୍ୱେଷଣରେ ବାହାରି ଯାଆନ୍ତି। ଜଙ୍ଗଲକୁ ନୂଆ ଆସିଥିବା ଭୋଳା ଭାଲୁଟି ଏହି ମାଣିକ ଛେଳିର ଗତିବିଧି ଉପରେ ପ୍ରତ୍ୟେକ ଦିନ ନଜର ରଖୁଥିଲା। ଭୋଳା ଭାଲୁ ଏମାନଙ୍କୁ ଦେଖି ମନେ ମନେ କହିବାକୁ ଲାଗିଲା, ଆରେ ବାଃ, ଏ ଜଙ୍ଗଲରେ ଏତେ ଭଲ ଭଲ ଛେଳି ଅଛନ୍ତି ଏବଂ ତାର ଛୁଆ ଗୁଡ଼ିକ ମଧ୍ୟ ଅଛନ୍ତି। ଏମାନଙ୍କୁ ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗିବ। ମୁଁ ରହୁଥିବା ଜଙ୍ଗଲରେ ଶିକାର କମିଯାଇଥିଲା। ଯାହା ହେଉ ଏପଟ ଜଙ୍ଗଲକୁ ପଳେଇ ଆସିଲି। ମୋତେ ଏବେ ଛେଳି ମିଳିଗଲା। କେମିତି ଏ ଛେଳିଙ୍କୁ ଶିକାର କରିବି ଏବଂ ଗୋଟେ ପରେ ଗୋଟେ ଏମାନଙ୍କୁ ଖାଇବି, କିଛି ଗୋଟେ ଯୋଜନା କରିବାକୁ ପଡ଼ିବ। ଏହା ଭାବି ଭୋଳା ଭାଲୁଟି ମନେ ମନେ ଯୋଜନା କରିବାକୁ ଲାଗିଲା। ଜଙ୍ଗଲକୁ ନୂଆ କରି ଆସିଥିବା ଭୋଳା ଭାଲୁ ବିଷୟରେ ଜଙ୍ଗଲ ସାରା ଚାଞ୍ଚଲ୍ୟ ସୃଷ୍ଟି ହୋଇଗଲା। ଏହି କଥା ଛେଳି ମାଣିକର କାନରେ ପଡ଼ିଲା। ଦିନେ ଛେଳି ମାଣିକ ଗୁମ୍ଫା ଭିତରେ ତାର 4 ଛୁଆମାନଙ୍କୁ ବୁଝାଇବାକୁ ଲାଗିଲା, ଦେଖରେ ଛୁଆମାନେ, ଜଙ୍ଗଲକୁ ଗୋଟେ ହିଂସ୍ର ଭାଲୁଟିଏ ପଶି ଆସିଛି। ତେଣୁକରି କାଲିଠାରୁ ତୁମେ 4 ଜଣ ଏଇ ଗୁମ୍ଫାରେ ରହିବ। ମୁଁ ଏକା ଜଙ୍ଗଲ ମଧ୍ୟକୁ ଯିବି। ଜଙ୍ଗଲରୁ ଭଲ ଭଲ ଘାସ ଏବଂ ଭଲ ଭଲ ପତ୍ର ମୋ ସାଥିରେ ନେଇ ଆସିବି। ଏଇ ଗୁମ୍ଫା ଭିତରେ ଆମେ ସମସ୍ତେ ମିଶିକି ଖାଇବା। ଗୁମ୍ଫା ବାହାରକୁ ତୁମେମାନେ କେହି ଯିବ ନାହିଁ, ସାବଧାନ ରହିବ। ଯେତେ ଯିଏ ଡାକିଲେ ବି ତୁମ୍ଭେମାନେ ଏଇ ଗୁମ୍ଫା ଛାଡ଼ି ଗୁମ୍ଫା ବାହାରକୁ ଯିବ ନାହିଁ। ଏଇ ଗୁମ୍ଫା ଭିତରେ ଯେ ପର୍ଯ୍ୟନ୍ତ ଥିବ ସେ ପର୍ଯ୍ୟନ୍ତ ତୁମର କେହି କିଛି କରିପାରିବେ ନାହିଁ। ଏହା କହି ମାଣିକ ଛେଳି ତାର 4 ଛୁଆମାନଙ୍କୁ ବୁଝାଇ ଦେଲା। ଠିକ୍ ତା ପରଦିନ ମାଣିକ ଛେଳିଟି ଛୁଆମାନଙ୍କୁ ଗୁମ୍ଫା ଭିତରେ ଛାଡ଼ି ଏକା ଏକା ଗୁମ୍ଫା ବାହାରକୁ ଜଙ୍ଗଲ ମଧ୍ୟକୁ ଖାଦ୍ୟ ଅନ୍ୱେଷଣରେ ଚାଲିଲା। ଠିକ୍ ଏଇ କଥା ଭାଲୁ ଦୂରରୁ ଦେଖୁଥିଲା। ଯେମିତି ଦେଖିଲା ମାଣିକ ଛେଳିଟି ଜଙ୍ଗଲକୁ ପଳେଇଗଲା, ଭାଲୁଟି ଧାଇଁ ଧାଇଁ ଗୁମ୍ଫା ନିକଟକୁ ଆସିଲା। ଗୁମ୍ଫା ସାମ୍ନାକୁ ଆସି ଭାଲୁଟି ନିଜକୁ ନିଜେ କହି ହେଲା, ଆରେ ହେ, ମୋର ତ ଗୋଟିଏ ନିୟମ ଅଛି। ଗୁମ୍ଫା ଭିତରେ ରହୁଥିବା କୌଣସି ପଶୁଙ୍କୁ ମୁଁ ମାରି ଖାଏ ନାହିଁ। ମୁଁ ଯେଉଁମାନଙ୍କୁ ମାରି ଖାଏ ଖୋଲା ଜଙ୍ଗଲରେ, ଗୁମ୍ଫା ବାହାରେ। ଏବେ ମୁଁ କ'ଣ କରିବି? ଛୁଆମାନେ ତ ସବୁ ଭିତରେ ରହିଗଲେ। ଯାଉଛି, ଗୋଟିଏ ଉପାୟ ପାଞ୍ଚିବି। ଭୋଳା ଭାଲୁ ଏକ ଉପାୟ ପାଞ୍ଚିଲା। ଉପାୟ ମୁତାବକ ଭୋଳା ଭାଲୁ ମାଣିକ ଛେଳି ସ୍ୱରରେ ଛୁଆମାନଙ୍କୁ ଡାକ ଛାଡ଼ିଲା, ଆରେ ଛୁଆମାନେ, ଦେଖିବ ଆସରେ, କେତେ ଭଲ ଭଲ ଘାସ ଏବଂ ନୂଆ ନୂଆ ଗଛର ପତ୍ର ମୁଁ ନେଇକି ଆସିଛି ତୁମମାନଙ୍କ ପାଇଁ। ଏହାକୁ ଖାଇଲେ ତୁମକୁ ବହୁତ ସ୍ୱାଦିଷ୍ଟ ଲାଗିବ ଏବଂ ତୁମର ସ୍ୱାସ୍ଥ୍ୟ ଭଲ ରହିବ। ଭାଲୁ ଚାଲାକରେ କହିଥିବା କଥାଟି ଗୁମ୍ଫା ଭିତରେ ଥିବା ଛେଳି ଛୁଆମାନଙ୍କ କାନରେ ପଡ଼ିଲା। ଛେଳି ଛୁଆ ଜାଣିପାରିଲେ କି ଇଏ ତାଙ୍କର ମାଆଙ୍କର ସ୍ୱର ନୁହେଁ, କେହି ଦୁଷ୍ଟ ପଶୁ ସେମାନଙ୍କୁ ମାରିବାକୁ ଆସିଛି। ଜାଣିପାରି ଏକ ଉପାୟ ପାଞ୍ଚିଲେ। ଗୋରି ଛେଳି ଡରି ନ ଯାଇ ଗୁମ୍ଫା ଭିତରୁ କହିବାକୁ ଲାଗିଲା, ସବୁଦିନ ସେଇ ଘାସ ଓ ଗଛର ଡାଳ ଖାଇ ଖାଇ ପାଟିକୁ ଆଉ ଭଲ ଲାଗୁନି। ଆମ ଗୁମ୍ଫା ଆଗରେ ସେଇ ଗଛର ଡାଳ ଓ ପତ୍ର ଯା ଆଣିବୁ। ସେ ଗଛର ଡାଳ ଓ ପତ୍ର ଭାରି ସୁଆଦିଆ ଏବଂ ବହୁତ ବାସ୍ନା କରେ। ତୁ ଆଣିଲା ପରେ ଆମେମାନେ ସବୁ ଯାଇ ବାହାରେ ମିଶି ଖାଇବୁ। ଭାଲୁ ଏଇ କଥା ଶୁଣି ଆଉ କାଳ ବିଳମ୍ବ ନ କରି ସାମ୍ନାରେ ଥିବା
ସେ ଗଛ ପାଖକୁ ଧାଇଁଗଲା ଏବଂ କିଛି ନ ବୁଝି ଗଛରୁ ଗଛ ଉପରକୁ ଡେଇଁବାକୁ ଲାଗିଲା। ଯେମିତି ଭାଲୁଟି ଗଛର ଡାଳକୁ ଡେଇଁବାକୁ ଲାଗିଛି, ଗଛରେ ଏକ ବଡ଼ ମହୁ ବସାଟିଏ ଥିଲା। ମହୁ ବସାରେ ଭାଲୁର ଗୋଡ଼ ବାଜିଗଲା। ଆଉ ଭାଲୁ କରିବ କ'ଣ? ମହୁମାନେ ରାଗିଯାଇ ଭାଲୁ ଉପରକୁ ଆକ୍ରମଣ କରିବାକୁ ଲାଗିଲେ। ବିଚରା ଭାଲୁ ମହୁମାଛିମାନଙ୍କ ଆକ୍ରମଣ ସହି ନ ପାରି ଏପଟ ସେପଟ ଧାଇଁଲା। ଯୁଆଡ଼େ ଗଲା ମହୁମାଛି ଗୋଡ଼େଇ ଗୋଡ଼େଇ ଆକ୍ରମଣ କଲେ। ଶେଷରେ ଭୋଳା ଭାଲୁଟି ତଳେ ପଡ଼ି ଛଟଛଟ ହେଲା। ଆଉ ବା କ'ଣ କରିଥାନ୍ତା? ମହୁମାଛିମାନଙ୍କର ଆକ୍ରମଣର ଯନ୍ତ୍ରଣା ସହି ନ ପାରି ଶେଷରେ ଭାଲୁଟି ଛଟପଟ ହୋଇ ଜୀବନ ତ୍ୟାଗ କଲା।